କଂସାସୁର ପ୍ରଣାମ କଲା ପରେ ଜାରଦ ବୋଲି କହିଦେଲେ ନାରଦ ବନ୍ଧା ହେଲେ କଂସ ଯାଇ ବାପାଙ୍କୁ ପଚାରିଦେଲା କହିଲା ଏ ବାବା ପ୍ରଶ୍ନଟିଏ ଉଙ୍କି ମାରିଛି ମୋ ମନରେ ମୁଁ କାର ପୁଅ ବାପା ମୋର ପ୍ରକୃତ ବାପା କିଏ ଆରେ ତୋର ପ୍ରକୃତର ବାପା ହଉଛି ମୁଁ ସତ କହୁଛ ସତ୍ୟ ସତ୍ୟ ତ୍ରିବାର ସତ୍ୟ ସତ କହୁଛ ବାପା ସତ୍ୟ ସତ୍ୟ ତ୍ରିବାର ସତ୍ୟ ଯଦି ସତ୍ୟ ବଚନ ହେଇଥାଏ ନାରଦ ବୋଲି ଗୋଟେ ବାବାଜୀଟାକୁ ବାନ୍ଧିକି ରଖିଛି ହାଣି ଦେବି ବାବା ବାପା କୁମର ମୁଣ୍ଡ ଛୁଇଁ କରି ପାରିବ କିନି ମୋ ମୁଣ୍ଡ ଛୁଇଁ ନିୟମ କର ବାପା ମୁଁ ତମରି ହାତ କାଢି ନେଲ ବାପା କୌଣସି ଦୁଃଖର କଥା କହିବି କହିବା ପାଇଁ ଉଗ୍ରସେନ କହିଥିଲେ ନାଇଁ ରେ ଧନ ମୁଣ୍ଡ ଛୁଇଁ ପାରିବିନି ଛୁଇଁ ପାରିବିନି ପ୍ରକୃତରେ ତୁ ମୋ ପୁଅ ନୁହେଁ ତୋ ମା ଇନ୍ଦୁମତୀ ସ୍ନାନ କରିବାକୁ ଚଳିଲା ଦିନେ ଯମୁନା କୂଳ କାରୂପ ଯୌବନ ଦେଖିଲା ଦୈତ୍ୟ ରାଜ ଦୁର୍ମିଳ ତୋ ମା ସ୍ନାନ ପେଇ ଯାଇଛି ଯେତେବେଳେ ଗାଧେଇ ଉଠି ଆସୁଛି ଜଳ ଉପରୁ ଦୈତ୍ୟ ରାଜ ଦୁର୍ମିଳ ତ ପଡି ଯାଇଛି ତା ରୂପ ଯୌବନରେ ଆକର୍ଷିତ ହେଇଗଲା ଆସୁଛନ୍ତି ଇନ୍ଦୁମତୀ 24ଟା ଲକ୍ଷଣ ଥିଲେ ଗୋଟେ ଗାୟକ ହଉ ତେଣୁ ବାବୁରେ ମନେ ରଖ ବେଳ ତ ଗଡି ଗଡି ଗଲାଣି ଆମର ତାହେଲେ ଆପଣ ମାନଙ୍କର ଦୁର୍ମିଳ ଦେଖୁଛି ଇନ୍ଦୁମତୀ ଜଳୁରୁ ଉଠି ଆସୁଛନ୍ତି କେମିତି ଆସୁଛନ୍ତି ରେ ବାବା ବହି ହେଲା କୀଚକ ବଧ ପ୍ରକୃତି କବି ସ୍ୱଭାବ କବି ଗଙ୍ଗାଧର ମେହେର ଧାରିଆ କଲମ କଲେ କଲା ହଲଇ କଟି ହଲେ ବାହୁ ଯୁଗ
ଏ ରୂପ ଯୌବନରେ ଆକର୍ଷିତ ହେଇଗଲା ଦୁର୍ମିଳ। ବାସ୍। ତୋ ମାକୁ ବଳାତ୍କାର କଲା। ଆହା। ଏଣୁ ଦୁର୍ମିଳ ରାକ୍ଷସର ବିନ୍ଦୁ ଆହା। ତୋ ମାତା ଗର୍ଭରେ ସ୍ଥାନ ସଞ୍ଚରିଲା ତୋର ଜନ୍ମରେ କଂସ। ଗର୍ଜି ଉଠିଲା କଂସ। ସେତେବେଳ ପର୍ଯ୍ୟନ୍ତ କଂସର କ୍ୟାରେକ୍ଟର ସାର୍ଟିଫିକେଟଟା ଗୁଡ୍ ଥିଲା। ଏଇ କଂସର କ୍ୟାରେକ୍ଟର ସାର୍ଟିଫିକେଟ ବଦଳିକି ବ୍ୟାଡ ଆଡକୁ ବାହାରି ପଡିଲା। କଲା ବାବା ବାପ। ଯେଉଁ ରାଜ୍ୟର ରକ୍ଷକ ହୋଇ ବାସ୍। ଆପଣ ମଥୁରା କଟକରେ ନିଜ ଭାର୍ଯ୍ୟାର ଆହା। ସତୀତ୍ୱ ରକ୍ଷା କରିପାରିଲ ନାହିଁ ସତରେ। ବାପା। ଆଉ କଣ ଦୁଃଖର କଥା କହିବି। ତମେ ସେ ଅସୁରକୁ ଦଣ୍ଡ ଦେଇଛ କି ନା ବାପ। ନା ଧନ କିଛି ଦଣ୍ଡ ଦେଇନି। ଆସୁରିକ ବଳ ଆଗରେ ଆହା। ମୋ ମାନବୀୟ ବଳ ଫେଲ ମାଇଲା ମୁଁ ଦୁର୍ବଳ ହେଇଗଲି। ତାହେଲେ ଏ ଦୁର୍ବଳ ରାଜାର ହସ୍ତିନା କଟକରେ ରାଜା ହବାର ଅଧିକାର ନାହିଁ। ତମେ ରାଜ୍ୟରେ ଦୂତ ପ୍ରହରୀ ଠାରୁ ଅଯୋଗ୍ୟ। ଆଜିଠାରୁ ତମେ ମଥୁରା କଟକର ସୀମାନ୍ତ ଉପାବ ଅଞ୍ଚଳରେ ଦୂତ ରୂପରେ ଆଜିଠାରୁ ତମେ ପ୍ରହରୀ ଦବ। ଉଗ୍ରସେନ ଏ କଥା ଜାଣିଛନ୍ତି ମର୍ତ୍ତ୍ୟରେ ପ୍ରଭୁ ଜନ୍ମ ହେବେ। ଯିଏ କାଳିୟ ନାଗର ବିଷକୁ ଗଞ୍ଜନ କରି ଦେଇଛନ୍ତି। ହରି କାଳିୟ ବିଷ ଧର ଗଞ୍ଜନ। ଭଗବାନ ଋଷିକେଶ ଗୋବିନ୍ଦ ନାରାୟଣ ଧରା ପୃଷ୍ଠରେ ଅବତାର ହେବେ। ମୁଁ ତାଙ୍କୁ କରିବି ଦର୍ଶନ। ନେଇ ଯାଉଛି ବସୁଦେବ ଭଗବାନଙ୍କୁ। ଛାଡ଼ିଦେଲା ବସୁଦେବଙ୍କୁ କଣ ନଉଛି ରେ ଜୋଇ ପୁଅ? ନା ମୁଁ ଭଗବାନଙ୍କୁ ନଉଛି। ପ୍ରଭୁ ମୋର ଗୋଡ଼ କଚାଡ଼ିକି ହସୁଛି। କଲା ଚଲଦ 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 ପଟଲ ଚଲ ପଟଲ ହିନ୍ଦୁ ବିନିନ୍ଦିତ হিন্দু
কোণবাদ কর উগ্র মুন্ডিয়া দিয়ে মারিলা দাস কলা প্রভু 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 রে বসুদেব কোন প্রভু ভগবান হা 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 প্রভু মোর খিলি খিলি এই ଟିକେ হସି দেলা দাস উগ্রসেন কহিলা কলা তু যেবে অটু ভগবান দেখা তো শঙ্খ চক্র চিহ্ন দেখা তো শঙ্খ চক্র চিহ্ন দেখা তো শঙ্খ চক্র চিহ্ন উগ্রসেন কহিলা তু যদি ভগবান তো শঙ্খ চক্র চিহ্ন দেখা দেখা নারায়ণ বিচার কলে মু তো চারটা উঠ চারি হাତରେ ধরে ଯୋଡ଼ିଏ ଜିନିଷ ମାଗିଛି ଶଙ୍ଖ ଚକ୍ର ଆଉ କାହିଁକି ଗଦା ପଦ୍ମ ଦେଖେଇ ହେଇ ଶଙ୍ଖ ଚକ୍ର ଚିହ୍ନ ଦିଟା ଦେଖେଇଲେ ଆଉ କଣ କଲେ ଆଉ କଣ କଲେ? କଲା ଉଗ୍ରସେନକୁ ପୁଷ୍ପ ମାରି ହର ସେ ପ୍ରଭୁ ଦେଲେ ତୋଳି হর সে প্রভু হেলে চলি হর সে প্রভু হেলে চলি ପୁଷ୍ପ ମାଳିଟା ଦିଟା ହାତରେ ଧରି ଉଗ୍ରସେନ ବେକରେ ଫୁଲ ମାଳିଟା ପକେଇଲା ମୋ ପ୍ରଭୁ ହର ସେ ତାକୁ ଆଜ୍ଞା ଦେଲେ ନୃପତି ହୋଇ ବୁଭଇଲେ নৃপতি হই ভইলে নৃপতি হই ভইলে ବୁଢା ଆଜ୍ଞା ତାହେଲେ କୃଷ୍ଣର ହାତ କେତେଟା ହାତ ଚାରି ହାତ ଚାରିଟା ହାତ ତୁ କେମିତି କହୁଥିଲୁ ଦିଟା ହାତ ଆଜ୍ଞା ଦିଟା ହାତ ସତ କଥା ମୁଁ ସେଇଠି ଭଗବାନ ତାହେଲେ କୃଷ୍ଣଙ୍କର ବାପା କିଏ କୃଷ୍ଣଙ୍କର ବାପା ବସୁଦେବ କୃଷ୍ଣଙ୍କର ବାପା ଆଜ୍ଞା ବସୁଦେବ ଆଃ, ତୁ ଗୋଟେ କାମ କର କଣ ଆଜ୍ଞା ପାଲା ଛାଡିକି ପଇଡ ବେପାର କର ଆଜ୍ଞା ପଇଡ ବେପାର କଟୁନି ସେଥିରେ ଉତ୍ତୀର୍ଣ୍ଣ ହେଇପାରିଲିନି ମୋ ନାତି 100ଟା ଖାଇଲା ଦିନକୁ ନହେଲେ ଲାଟିନ୍ ସଫା କର ଆଉ ସେଇଟା କି ଜାଣି କଲେ ହମତା ଯେ ସେଥିରେ ପ୍ରତିପୋଷଣ ହେଇପାରିବିନି ଆଉ ନା ଆଉ ତୁ ଖାଲି ଗିଳୁଛୁ ବସା ଘରେ ଶୋଉଛୁ ଆଜ୍ଞା ଯେତିକି ଖାଇବାକୁ ମୋର ଭାରି ମନ କେବଳ ତମ ପାଖରେ ଅଛି ବୋଲି ଖାଉଛି ଆଉ ଯାହା ପାଖରେ ଥିଲି ଖାଉନଥିଲି କାଲି ରାତିରେ ମୁଁ ଭଗବାନ ବାବୁଙ୍କୁ କହିଲି ଟିକେ ମଟନ ହଉ ଆଜ୍ଞା ମିର୍ଚେ କୋଡିଏ ମାଛ ହେଇଛି ପୁଣି କହିଲେ ହୋତା ଭାଇନା କହିଛି ମଟନ ହବନି ନା ଭାଇନା ଟିକେ ଅପେକ୍ଷା କର ହଁ, 2-3 କିଲୋ ମଟନ ଆଣିକି ରୋଷେଇ କରିଛି ହଁ। ଆମେ ଦି ବନ୍ଧୁ ଯାକ ଗୋଟେ ଖୋଲିରେ ଖାଇଲୁ ଏ ଛୋଟ ଲୋକ ପିଲା ଆମ ଖୋଲିରୁ ଅଧା କିଲେ ମୁଁ ତ ଅପେକ୍ଷା କରିକି ବସିଥିଲି ସାର୍ ନିଶ୍ଚିତ ଛାଡିକି ଦେବେ ମତେ ରେ ନିର୍ଲଜ ଆଜ୍ଞା କୃଷ୍ଣ ବସୁଦେବର ପୁଅ ନୁହଁ ଆଉ ବାସ୍ତବରେ ପ୍ରକୃତରେ ହଉଛି କୃଷ୍ଣ ନନ୍ଦର ପୁଅ କୃଷ୍ଣଙ୍କୁ ଦେବକୀ ଜନ୍ମ କରିନାହିଁ କୃଷ୍ଣଙ୍କୁ ଜନ୍ମ କରିଛି ମା ଯଶୋଦାରେ ସଦାବ ମିଛ କଥା କହୁଛନ୍ତି ଏମିତି ଅନେକ ଗାୟକ ମଲାଣି ତମେ ମରିବ ଏଥର କଣ କହିଲୁ ତମେ ନିଶ୍ଚିତ ମରିବ ମିଛ କହୁଛ ମୁଁ ମିଛ କହୁଛି ବସୁଦେବ ପୁଅ ହଉ କୃଷ୍ଣ ନୁହନ୍ତି ନା ଆଉ କାହା ପୁଅ କହୁଛନ୍ତି ଓରିଜିନାଲ କୃଷ୍ଣ ହଉଛି ନନ୍ଦର ପୁଅ ନନ୍ଦର ଭାର୍ଯ୍ୟା ଯଶୋଦା ଗର୍ଭବତୀ ହେଇ କୃଷ୍ଣକୁ ଜନ୍ମ ଦେଇଛି ୟାର ଉତ୍ତର ନ ଦେଲା ପର୍ଯ୍ୟନ୍ତ କଦାପି ଛାଡିବନି ମାଗିରାମ ହଁ ବାଳ ପାଚିଲାଣି ଘରେ ମୋ ନା ମାଗିରାମ ନାଇଁ ମୁଁ କହୁଛି ମାଗିରାମ ଛାଡିବନି ବହିର ପ୍ରମାଣ ଦଉଛି ଦେଖେ ଆସୁ ଦେଖିବା ବହିର ନାଁ ହେଲା ନନ୍ଦବଂଶ ପ୍ରଦୀପମ ବାସ୍ କବି ହେଲେ ସ୍ୱୟଂ ରାଜା ନନ୍ଦ ଲେଖିଛନ୍ତି ଆଚ୍ଛା କଲା ତତ୍ଵ ମାଘାଦି ନନ୍ଦାୟା ରାତ୍ରଙ୍ଗର ଭଗତ ହରି ଭାଦ୍ର କୃଷ୍ଣ ବୁଧାଷ୍ଟମ୍ୟା ନିଷିଧେ ପ୍ରକଟ୍ୟାରେ ହେବୁଦୁ ଛେଚି ଉତ୍ତର ହେଇଯିବ ଦେଲେ ଉତ୍ତର ଦେଲେ ତତ୍ଵ ମାଘାଦି ନନ୍ଦାୟା ବୋଲେ ମାଘ ମାସର ଆଜ୍ଞା ଆଦ୍ୟ ବୋଲେ ପହିଲି ଦିନ କହିଲି ଯେ ନନ୍ଦ ସହିତ ଯଶୋଦାଙ୍କର ମିଳନ ହେଲା ଆଚ୍ଛା ନନ୍ଦା ବୋଲେ ନନ୍ଦଙ୍କର ଭାର୍ଯ୍ୟା ବୋଲି ସମ୍ବୋଧନାର୍ଥେ ନନ୍ଦା ଆଚ୍ଛା ଯଶୋଦାଙ୍କ ଗର୍ଭରେ ଆ
ନନ୍ଦଙ୍କ ବିନ୍ଦୁ ସ୍ଥାପନ ହୁଅନ୍ତେ ଆଚ୍ଛା ପୁଅଟିଏ ଜନ୍ମ ହେଲା ଭାଦ୍ରବ ମାସରେ। ହଁ ଭାଦ୍ରବ ମାସ ଓ କୃଷ୍ଣ ପକ୍ଷୟ ଆଚ୍ଛା ଅଷ୍ଟମୀ ତିଥି ବାସ୍ ରାତ୍ର 12ଟା ଲଗ୍ନ ରୋହିଣୀ ବୃଷର ସଂଯୋଗ। ରୋହିଣୀ ବୃଷର ସଂଯୋগে ଅଷ୍ଟମୀ ତିଥି ଅରଧ ଭାଗେ କିନ୍ତୁ ନନ୍ଦର ପୁଅ କୃଷ୍ଣ ହେଲା 2 ହାତିଆ। ଆଚ୍ଛା ମାତ୍ର ଓ କୃଷ୍ଣଙ୍କର ହାତ ବସୁଦେବର ପୁଅ ହାତ ହେଲା 4ଟା ହାତ। ତାହେଲେ ଆମେ ପୁରାଣରେ କଣ 2ଟା କୃଷ୍ଣ ଆଜ୍ଞା ଦେଖିଛେ କି? କବି କହିଲେ ଜନ୍ମରୁ ବୃନ୍ଦାବନମ୍ ପରିତ୍ୟଜ୍ୟ ପାଦମେକ ନ ଗଚ୍ଛତି। କୃଷ୍ଣଟା ଜୀବନରେ ବୃନ୍ଦାବନକୁ ଛାଡ଼ିଦେଲେ ଆଉ କୁଆଡେ ଯାଇନି। ଯାଇନାହାନ୍ତି କାଲି ଗୋପ କଟକକୁ ଗଲା କିଏ? ସେଇ କଥା ତ ଦ୍ୱାରକା କଟକରେ ଅଟ୍ଟାଳିକା ନିର୍ମାଣ କଲା କିଏ? ସେଇ ଭଗବାନ କୃଷ୍ଣ ଯଦି ଏକଥା ସତ୍ୟ ହଁ ତାହେଲେ ମୁଁ କେଡେ ଗାଲୁଆ ଗାୟକ ଆପଣଙ୍କୁ କହିଲି ଯେ ସେ କୃଷ୍ଣ ଏ କୃଷ୍ଣ ଦୁଇ। ତାହେଲେ ଯଦି ଏକଥା ଠିକ ଆଚ୍ଛା ଯଦି ନନ୍ଦ ପୁଅ କୃଷ୍ଣ ଅରିଜିନାଲ ଭଗବାନ ବାସ୍ ପ୍ରକୃତ ଏ ବସୁଦେବ ପୁଅ କୃଷ୍ଣଟା ଗଲା କୁଆଡେ? ଜାଣିବା ଏ ସନ୍ଦେହଟା ମୁଁ ଆପଣଙ୍କୁ ମୋଚନ କରିଦେଲେ ହୁଏତ ମୋ ଶ୍ରମ ସାର୍ଥକ ହବ। ବାସ୍ 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 ବସୁଦେବ ମୁଣ୍ଡେଇ ଯେତେବେଳେ ଆଉ ନନ୍ଦ ମନ୍ଦିରରେ ଯାଇ ମିଳି ଆଚ୍ଛା ନନ୍ଦ ମନ୍ଦିରରେ ପହଞ୍ଚି ଯାଇଛନ୍ତି। ବାସ୍ 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 ସେତେବେଳେ ଯଶୋଦା ଜନ୍ମ କରିଥିବା ପୁଅଟା 2ଟା ପିଲା ଜନ୍ମ କରିଛି। ଗୋଟିଏ ହେଲା କୃଷ୍ଣ ଆଉ ଗୋଟିଏ ହେଲା ବିଜୁଳି କନ୍ୟା। ଆଚ୍ଛା ଜଣେ ହେଲା ସତ ଜଣେ ହେଲା ମାୟା। ତେଣୁ ପଣ୍ଡିତେ ମାୟା ଏପଟେ ନନ୍ଦଙ୍କର ପୁଅ କୃଷ୍ଣ ଜଡ ରୂପରେ ପଡିଛି। ମଙ୍ଗଳମୟ ପରମ ପୁରୁଷ କୃଷ୍ଣ ଯେତେବେଳେ ପହଞ୍ଚି ଗଲେ ଅନେଇ ଦେଲା ଅଣନେଲା ଆପଣ ମାନଙ୍କର ଭଗବାନ କୃଷ୍ଣଙ୍କୁ। କିଏ ନା ବସୁଦେବ ପୁଅ ଉଣ୍ଡି ଦେଲା। କହିଲା ବାବାରେ ତମେ କିଏ ପ୍ରଭୁ? ଇଏ ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି প্রেম মূর্তি জয় রাধা হরি অপ্রাকৃত প্রেম মূর্তি অপ্রাকৃত প্রেম মূর্তি জয় রাধা হরি অপ্রাকৃত প্রেম মূর্তি কুব্রত অব্রত লীলা কুব্রত হরি অপ্রাকৃত প্রেম মূর্তি জয় রাধা হরি অপ্রাকৃত প্রেম মূর্তি ବସୁଦେବ ପୁଅ କୃଷ୍ଣ ମୁଣ୍ଡ ଉପରେ ଥିଲା ଅନେଇ ଦେଲା ନନ୍ଦ ପୁଅକୁ। କହିଲା ଧନ୍ୟ ହେଇଗଲି ପ୍ରଭୁ। ଧନ୍ୟ ହେଇଗଲି
ତମେ କିଏ କି କିଏ ସେ ତମେ? ଆଦି ଅନାଦି କାରଣ ହଁ ନିର୍ଗୁଣ ସଗୁଣ ଆଦି ଅନାଦି ନିର୍ଗୁଣ ସଗୁଣ ନିର୍ଗୁଣ ସଗୁଣ ଆଦି ଅନାଦି କାରଣ ନିର୍ଗୁଣ ସଗୁଣ ରାମ ସନାତନ ରାମ ଆତ୍ମାରାମ ନିରୂପଣ ଆତ୍ମାରାମ ବ୍ରହ୍ମ ନିରୂପଣ হরে কৃষ্ণ 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 হরে 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 কৃষ্ণ 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 হরে 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 রাম 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 হরে 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 রাম 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 হরে হরে সুখ বলে আমার কৃষ্ণ জগৎ গুরু রে সুখ বলে আমার কৃষ্ণ জগৎ গুরু কারি বলে আমার রাধা পাঞ্চা গল্প সারি বলে আমার রাধা বাঞ্ছা এ সুখ বলে আমার কৃষ্ণ আনন্দির জল নারী বলে আমার রাধা শক্তি সঞ্চরী সারি বলে আমার রাধা সখী হরি বলে আমার কৃষ্ণ বলে আমার কৃষ্ণ বলে আমার কৃষ্ণ সুখ বলে আমার কৃষ্ণ আধারে ময়ূর পাখা ময়ূর আধারে ময়ূর পাখা তাই বলে আমার রাধা কোটে হইতে লেখা বলে আমার কৃষ্ণ বলে আমার কৃষ্ণ মধ্যায় মায়ূর বাঘা আরে মাইল পাখা আরি বলে আমার রাধা বামে তো হইতে লেখা তাই বলে আমার কালা আনিতে হইতে লেখা পবনে মধুর মুরলি গুন 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 বাজে মৌর বলে মধুর গুনগুন গুনগুন মায়ে পবনে মধুর মুরলি গুন 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 বাজে দুঃখ মুখে মধুর গুনগুন গুনগুন বাজে মাথায় ময়ূর বাঘা জিগি 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 ধরে আরে ময়ূর বাজে কিনকিনি 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 বাজে ময়ূর বাঘা জিগি আরে ময়ূর জিগি না নাচে না সাজে কেমন সাজে কেমন সাজে কৃষ্ণবাজার মধুর মুরলি গুন 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 বাজে বাঘা জিগি 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 ধরে ভগবান কৃষ্ণ নেই দিল আচ্ছা বিচার বলে রে তো ইয়াগরে পুছ হ্যাঁ এ চারি ভুজিয়া কৃষ্ণ বসুদেব মুন্ডরু দেই পড়িলে কোঠিকে না নন্দ পুଅ কৃষ্ণ দেহ যাহাକୁ অভিমন্যু সামন্ত সিংহার যাজপুর বালিয়া কবি ভক্ত কবি অভিমন্যু আচ্ছা কোন কহিলে জানিছু কোন কহিলা আজ্ঞা?
ये ଯେତେବେଳେ ବସୁଦେବ ପୁଅ ଡେଇଁ ପଡି ନନ୍ଦ ପୁଅ ଦେହରେ ମିଶିଗଲା ଆଚ୍ଛା ଅଙ୍ଗେ ଅଙ୍ଗ ସଙ୍ଗ ହେବା ହଁ ପ୍ରାୟ ହୋଇଲା ଆୟ ହୋଇଲା ଆୟ ହୋଇଲା ସଙ୍ଗରେ ପରମ ପିବା ମିଶିଲା କିବା ମିଶିଲା କିବା ମିଶିଲା ଏହାକୁ ପଣ୍ଡିତ ଆପଣ ମାନଙ୍କର ଚନ୍ଦ୍ରଭାଗା କାବ୍ୟରେ ରାଧାନାଥ ଧାଡ଼ିଏ କଲମ କଲେ ହଁ ମିଶି ଯାଏ ଯୋଦ୍ଧା ପ୍ରଭାତି ତାରା ରବି କିରଣେ ରବି କିରଣେ ମିଶି ଗଲା ଯୋଦ୍ଧା ଜୀବାତ୍ମା ବିଶ୍ୱ ଆତ୍ମା ଚରଣେ ଆତ୍ମା ତରଣେ ଆତ୍ମା ତରଣେ ଆତ୍ମା ତରଣେ ଆତ୍ମା ତରଣେ ଆତ୍ମା ତରଣେ ଆତ୍ମା ତରଣେ କବି କହିଲେ ଜୀବ ଯେମିତି ପରମ ଭିତରେ ପଶେ ଆଚ୍ଛା ଭେଜାଲ ଦୋକାନୀ ଯେମିତି ବିହି ଭିତରେ ଗୋଡି ପୁରେଇ ଦିଏ ଆଚ୍ଛା 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 ଧାନ ବେପାରୀ ଯେମିତି ଧାନ ଭିତରେ ଅଗାଡି ପୁରେଇ ଦିଏ ବାସ୍ ଯେତେବେଳେ ବେପାରୀ ଆସିବ କିଣିବା ପାଇଁ ଆପଣ ମଣ୍ଡିକି ଧାନ ଦେଇକି ନେଇକି ଯିବେ ଆହା ସେଥିରେ ବାଲ୍ଟିଏ ପାଣି ମିଶେଇ ଦଉଛି ବାସ୍ ଓଦା ଧାନ ହେଲେ କଣ୍ଟ୍ରାଟା ଟିକେ ଅଧିକ ଉଠିବ ଗଲା ଆଜିକାଲି ବେପାରୀ ମାନେ ସୋରିଷରେ ମାଣ୍ଡିଆ ମିଶେଇ ଦଉଛନ୍ତି ଆଉ ମୁଁ ପାଲା ଆଗା ହେଇଯାଉଛି ବାଲେଶ୍ୱର ଯିବି ହଁ ତାଲଚେର ଡ୍ରାଇଭର 10 ଚକିଆ ଟ୍ରକରେ ଆଜ୍ଞା କୋଇଲା ନଉଛି ଆଚ୍ଛା ମୁଁ ହାତ ଟେକିଦେଲି ସେତେବେଳେ ପାଲା ରେଟ୍ ବହୁତ କମ ଥାଏ ଆଚ୍ଛା ପେଟକୁ ଅଣ୍ଟେନି ବାପା ଲୋକ ଆହା ତେଣୁ ବସ ଗଲେ ବସ ବାଲା ତ ଅଧିକ ପଇସା ନେବେ ଆହା ଆମେ କଣ କରୁ ଟ୍ରକକୁ ହାତ ଦେଖେଇବୁ ଆଚ୍ଛା ଟ୍ରକ ବାଲା ରଖେ ମୁଁ ତାକୁ ଚାମରେ ଟିକେ ଆଶୀର୍ବାଦ କରିଦିଏ ଆଜ୍ଞା ସିରିନ୍ ଟିକେ ଦେଇଦେବି ହଁ କହିବି ବାବୁ ତୋର ଇଷ୍ଟାରିଷ୍ଟ ଖଣ୍ଡନ ହଉ ଯାହା ସିଏ ଆମ 6 ଜଣଙ୍କଠୁ ଆଉ ଟଙ୍କାଟେ ନବନି ଆହା ବାଟ ଜାଗା ଚାହା ପାଣି ଜଳଖିଆ ଯାହା ସିଏ ତା ହାତରୁ ଦବ ତା ହାତରୁ ଦିଅନ୍ତି ମୁଁ ମନେ ମନେ ବିଚାର କଲି ଅଇରେ ଡ୍ରାଇଭର ହାତରୁ 100-200 ଖାଇବା କେତେ କଷ୍ଟ କରୁଛି ସିଏ ଆଉ କଣ ନାଇଁ ଏଗୁଡାକ ଭୁଲ ହେଇଗଲା ଆଉ ଏତିକି ମନେ ମନେ ଭାବୁଛି ମୁଁ କହିଲି ଗଲାବେଳେ ଟଙ୍କା 200 ଡ୍ରାଇଭରକୁ ଦେବି ଆଚ୍ଛା ଦେଖେ ଦେଖେ ଖୁଣ୍ଟୁଣି ପାଖରେ ଗୋଟେ ଷ୍ଟପେଜ ଅଛି ବଳଦିଆ ବନ୍ଧ ଆଚ୍ଛା ବଳଦିଆ ବନ୍ଧରେ ଓଜନ କଣ୍ଟା ପାଖରେ ଟ୍ରକ ଲାଗିଲା ଲାଗିଲା ସେଠି କୋଇଲା ମାଫିଆ ଜବର ବାସ୍ ଇଏ କଣ କଲା କଣ କଲା ଆଜ୍ଞା ସେଥିରୁ 20 ବାଲ୍ଟି କୋଇଲା ଆ କୋଇଲା ବ୍ଲାକ୍ ବିଜନେସ 20 ବାଲ୍ଟି ଦେଇଦେଲା କହିଲା ଓଜନ କର କେତେ ହଉଛି ଆ 2 କୁଇଣ୍ଟାଲ ହେଲା କୋଇଲା ଆଚ୍ଛା ତାକୁ ଦେଲା 2 କୁଇଣ୍ଟାଲ 2 କୁଇଣ୍ଟାଲ ବାଲିକି ଆଣି ତାକୁ କୋଇଲା ଭିତରେ ପୁରେଇ ଦେଲା ସବୁ କଳା ହେଇଗଲା ସବୁ କଳା ହେଇଗଲା ବାସ୍ ଯେତେବେଳେ ସବୁ କଳା ହେଇଯାଇଛି ଓହୋ ଆଉ କୋଇଲା ବାଲା କଣ ଜାଣିବ ଧରେ ବାଲି ମିଶିଯାଏ ତେଣୁ ମିଶିଯାଏ ଯୋଦ୍ଧା ପ୍ରଭାତି ତାରା ରବି କିରଣେ ତାରା ରବି କିରଣେ ତାରା ରବି କିରଣେ ମିଶିଯାଏ ଯୋଦ୍ଧା ଜୀବାତ୍ମା ବିଶ୍ୱ ତରଣେ ଆତ୍ମା ତରଣେ ଆତ୍ମା ତରଣେ ଆତ୍ମା ତରଣେ ବସୁଦେବ ପୁଅ କୃଷ୍ଣଟା ଡେଇଁ ପଡି ନନ୍ଦ ପୁଅ ଦେହରେ ମିଶିଗଲା ମିଶିଗଲେ ଗୋଟେ ହୋଇଗଲେ ଏହାର ପ୍ରମାଣ ପ୍ରମାଣ ମୁଁ ଗୋଟିଏ ପଦ ଉଦାହରଣ ଦେଇ ଯାଉଛି ଆଚ୍ଛା ଅଯୋଧ୍ୟା ଦିଶୁଛି ଆଜି ଗୋପ କଟକ ଶ୍ରୀହୀନ ହେଇଯାଇଛି ତିରିହୀନ ନନ୍ଦରାଜର ଗୋପ କଟକର ସୌନ୍ଦର୍ଯ୍ୟ ଆଜି ଛିନଭିନ ହେଇଯାଇଛି କେଶ ଉନ୍ମୁକ୍ତା ଯଶୋଦା କାହ୍ନୁରେ କାହ୍ନୁ କାହ୍ନୁ ନିଧନ ସଂଘାଳି ମୋର ଦରିଦ୍ର
କୁଆଡେ ଗଲୁ ଧନ ଆ ଧନ ମା ଡାକୁଛି ଏ କାହ୍ନୁ ଝରୁ ଯାଉ ଅନ୍ଧା ରଘୁ ରଖି ଯାଉ ଘୋର କାଳ ରଖି ଯାଉ ଜନ ସଜନରୀ ସୁଖ ତ୍ରାହି ପାଇ ସାରୁ ଭୋଳା ମାରି କରେ ମୋ କଳା ମାରି କରେ ଚାରିଦିନ ହେଲା କଣ୍ଟ ଦେଇ ଯାଇଛୁ ରେ କଣ୍ଢେଇ ହଁ ଇଏ ଚାହୁ ଚାହୁ ବର୍ଷ ବର୍ଷ ବିତିଗଲାଣି ହଁ ବାପା ତୋର ତୋତେ ଝୁରି ଝୁରି କୃଷ୍ଣରେ ଅଙ୍ଗ ଗୁଡାକ ଜରା ଜୀର୍ଣ୍ଣ ଶୀର୍ଣ୍ଣ ଧାରଣ କଲାଣି ଖାଇବାକୁ ତୁଣ୍ଡକୁ ମୋର ଦାନା ଗଣ୍ଡେ ରୁଚୁନିରେ ଧନ ଧନ କଥା ଦେଇ କଥା ରଖିଲୁନି ତୋ ମା କେଡେ ବ୍ୟସ୍ତ ବିବ୍ରତ ଏପଟେ କଦମ୍ବ ବନର ଆଜିର କଦମ୍ବ ମୂଳରେ କେଶ ଇଏ କେଶକୁ ସଜେଇନି ଗୋଫାକୁ ସଜେଇନି ଗଣ୍ଠି ଗୁଡାକ ଜଟ ବାନ୍ଧିଲାଣି ଅଭିମାନ ସ୍ୱରରେ କହିଲା କଲା ଗଲ ଭୁଲିକି ପ୍ରଭୁ ଦେବାକୁ ପଡିବ ବୋଲିକି ଗଲ ଭୁଲିକି ପ୍ରଭୁ ଗଲ ଭୁଲିକି ଦେବାକୁ ପଡ଼ିବ ଭୁଲିକି ଚାରିଦିନ କଣ୍ଡ ଦେଇଗଲ ଖଣ୍ଡ ଚାରିଦିନ କଣ୍ଡ ଦେଇଗଲ ଖଣ୍ଡ ଖଣ୍ଡ ଗଲ ଖଣ୍ଡ ଚାରିଦିନ ଖଣ୍ଡ ଦେଇଗଲ ଖଣ୍ଡ लो ଆସିଲ ବ୍ରଜ ବାଲିକି ଗଲ ଭୁଲିକି ଗଲ ଭୁଲିକି ଦେବାକୁ ପଡିବ ସଜନ ବର୍ଗେ ଆଖି ଲୁହ ଆଖିରେ ମରିଗଲା ଅଧୁରା ରହିଯାଇଛି ଗୋପବାସୀଙ୍କର ଜୀବନ କାନ୍ଦି କାନ୍ଦି ଆଖିର ଲୁହ ଆଖି ପିଇ ଯାଇ ଦେଇଛି ଠିକ ଏତିକି ବେଳେ ଚିଟା ଗୋଟିଏ ଧରି ଆସିଲେ ଆପଣ ମାନଙ୍କର ଉଦ୍ଧବ ଉଦ୍ଧବ କେମିତିଆ ରୂପ ହେଇଛି ରେ ନା ଗତ ତିରସ୍ମୀ ନର୍ମନୁଜୁ ସାରଥେ ଧୋଧା ମରିସାରି ସର୍ବତଃ ନିଖିଳ ଜନେଇ ଉଦ୍ଧବ ଆସିଗଲେ ଆଜ୍ଞା ମା ଯଶୋଦାଙ୍କ ନିକଟରେ ପ୍ରଣାମ ଟିଏ କଲେ
ନନ୍ଦକୁ ବିହିତ ପ୍ରଣାମ କଲେ, ମା ରାଧାଙ୍କୁ ପ୍ରଣାମ କଲେ। ଆଜ୍ଞା ବିଶେଷ ଘୋଷଣା ସର୍ବେ ଭନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭୋଗୀ। କଣ କହୁଛୁ ମ? ଅଦ୍ୟ ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇଥିବା ଆମର ଯୁବ ସମ୍ରାଟ ଗାୟକ ତାଙ୍କର ଗାଇବା କହିବା ବୁଝେଇବା ଶୈଳୀରେ ମନମୁଗ୍ଧ ହୋଇ ଦାଶରଥୀ ପରିଡ଼ା ଏବଂ କୁଞ୍ଜବନ ଆମ ଗାୟକଙ୍କୁ 51 ଗୋଟି ଭାରତୀୟ ମୁଦ୍ରା ଅର୍ପଣ କରିଛନ୍ତି। ଶ୍ରୀ ପ୍ରଭୁ ଜଗତର ନାଥ ଜଗନ୍ନାଥ ପ୍ରଭୁ ବଳିଆର ଭୁଜ ତାଙ୍କର ଚଲାପଥରେ କୁସୁମ ବର୍ଷଣ କରି ତାଙ୍କର ପରିବାରକୁ ଶାନ୍ତିରେ ରଖିଥାନ୍ତୁ ଏବଂ ପୁତ୍ର ପୌତ୍ରୀ ନାତି ନାତୁଣୀକି ବିଶ୍ୱାସ ବର୍ଷ ପରମା ଦିଅନ୍ତୁ। ଜଗତର ନାଥ ଜଗନ୍ନାଥ ବୋଲ ଆନନ୍ଦ କୁମାର ହରି ବୋଲ। ସଜ୍ଜନ ବର୍ଗେ ଉଦ୍ଧବ ଆସି ରାଧାକୁ ପ୍ରଣାମ ଟିକେ କରିଦେଲେ। କହିଲେ ମା ଯଶୋଦା କହିଲେ ଧନରେ କୁଆଡେ ଆସିଥିଲୁ? ନା ମାଲୋ ରାଜ୍ୟ ମାନଙ୍କରେ ଚିତଉ ବାଣ୍ଟିବା ମୋ କର୍ତ୍ତବ୍ୟ କର୍ମ କରୁଛି। ନା ରେ କି ଚିତଉ ଉଦ୍ଧବ? ନା ଭଗବାନ କୃଷ୍ଣ ବୃନ୍ଦାରକ ପ୍ରଭାସ ତୀର୍ଥ ପ୍ରଭାସ କ୍ଷେତ୍ରରେ କରୁଛନ୍ତି ପ୍ରଭାସ ଯଜ୍ଞ। ହେଲେ ମା ଦେବଗୀର କଡା ନିର୍ଦ୍ଦେଶ ବିଶ୍ୱର କୋଣ ଅନୁକୋଣରେ ତୁ ଚିଟାଉ ଦେଇପାରୁ ଉଦ୍ଧବ। ମାତ୍ର ରାଜପୁତ୍ରଟା ଓଢିଲା ମୋ ପୁଅଟାକୁ ଗାଈ ଚରେଇ ମହାମୂର୍ଖ କରିଦେଲା ଯୋଉ ବେଇମାନେ ନନ୍ଦ ଆଉ ତା ସ୍ତ୍ରୀ ଯଶୋଦା। ତାକୁ ତୁ କେବେ ନିମନ୍ତ୍ରଣ ପତ୍ର ଦେବୁ ନାହିଁ ରେ ଉଦ୍ଧବ। ରାଜା ନନ୍ଦ ଟିକେ ମନ ଦୁଃଖ କଲା ବେଳେ ମା ଯଶୋଦା କଲା କାହିଁକି ମନ ଦୁଃଖ କରୁଛ? କରିବିନି। ପୁଅ ଯେତେବେଳେ ବାହାଘର ହୁଏ ସିଏ ବନ୍ଧୁ ବାନ୍ଧବ ମାନଙ୍କୁ ଗୁଆ ଦିଏ, ଆଜନ ମାନଙ୍କୁ ଇନଭାଇଟ କାର୍ଡ ନିମନ୍ତ୍ରଣ ପତ୍ର ଦିଏ। ପୁଅ କଣ ମା କୁ ଇନଭାଇଟ କାର୍ଡ ଦିଏ? ଦେବ ନାହିଁ। କହିବ ମା ମୋ ପୁଅର ବାହାଘର ହଉଛି ଗୁଆଟା ଦଉଛି ରଖ। ପୁଅ କଣ ମା କୁ ନା ବୋପାକୁ ଗୁଆ ଦବ? ନାଇଁ କଥାରେ କହିଦିଏ। ତେଣୁ ନିମନ୍ତ୍ରଣ ପତ୍ର ମତେ ଦବା ଦରକାର ନାହିଁ, ମା ଆପେ ଆପେ ଯାଇପାରିବ। ଏତିକି ବିଚାର କରି ଆଜ୍ଞା ଗୋପକଟକର ବାଳକ ବାଳିକା ବୃଦ୍ଧ ବୃଦ୍ଧା ନନ୍ଦ ଯଶୋଦା ରାଧା ସମସ୍ତେ ଯାଇ ପହଞ୍ଚିଲେ ମଥୁରା କଟକରେ। ସମସ୍ତେ ଯଜ୍ଞ କୁଣ୍ଡ ନିକଟରେ ବସିଥାନ୍ତି କୋଟି ବଳିଆର ଭୁଜ। ଆପଣ ମାନଙ୍କର ଭଗବାନ କୃଷ୍ଣ ରାଧା ହୃଦୟରେ ବିଚାର କଲା ପ୍ରଭୁ ତବ ପାଦ ପଦ୍ମ ମୃଦେ ସୁବନ ସମ୍ଭବେର୍ଣ ବପୁ ନଚେଦିଦା ବପୁ ଆହୁତିର୍ ଭବତୁ ହବ୍ୟ ବାହନେ ବାଞ୍ଛିତ ଫଳ ସୁଦେହି ପୁଣ୍ୟେଷୁ। ଆପଣ ମାନଙ୍କର ରାଧା ବିକଳ ବିରହରେ ଡାକି ଚାଲିଲେ। କଣ କରିବେ ଆଉ? କହିଲେ କାହ୍ନୁ ମୋ କାହ୍ନୁ ରେ କହ୍ନେଇ ଆଚ୍ଛା କୁଆଡେ ଗଲ କହ୍ନେଇ? କୃଷ୍ଣ ହରେ କୃଷ୍ଣ ଗୋପୀନାଥ ହେ ଦ୍ୱାରକାଧୀଶ ତମେ କୁଆଡେ ଗଲ କୃଷ୍ଣ? କୁଆଡେ ଗଲ?
ବାଜିଗଲା କୃଷ୍ଣ କଦେ କର୍ଣ୍ଣେ ରାଧାର ବଚନ हे राधा चल हे राधा चल ପଥଣା ତୁ ଫଳ ଯେ କେଳା ଉତ୍କର୍ଷଣ केळा उखंडलम हे केळा उखंडलम ଯେମିତି କେଳାର ମନ୍ତ୍ରଭୂତ ଉତ୍କର୍ଷଣରେ ସାପ ପତିରେ ଫଣା ଟେକି ଗାଠିରୁ ବାହାରେ ବାସ୍ ଭଗବାନ କୃଷ୍ଣ ବାହାରେ ବାହାରି ପଡିଲେ କାନରେ ଶୁଭିଗଲା ଡାକଟା ପଡି ଯାଇଛି ଭଗବାନଙ୍କର କୃଷ୍ଣଙ୍କର କାନରେ ବାହାରି ପଡିଲେ ପୁଅ ଉଠି ପଡିଲେ ଏକ ବିରହିଣୀ ରାଧାର ଶବ୍ଦ ଆହା ଦୌଡ଼ି ଆସିଲେ ଆହା ଭଗବାନ କୃଷ୍ଣ ଆଚ୍ଛା ଏ ରାଧା ଯେତେବେଳେ କୃଷ୍ଣ ଯେତେବେଳେ ରାଧାଙ୍କ ପାଖକୁ ଚାଲିଯାଆନ୍ତି ଆଚ୍ଛା ରାଧା ହାତଟା ଟେକିଦେଲେ କହିଲେ ରହିଯା ରହିଲା ତମେ ମୋ କୃଷ୍ଣ ନୁହଁ ନାଇଁ ତମେ ମୋ କୃଷ୍ଣ ହେଇପାରିବନି ହେଇପାରିବନି ଏହାର କାରଣ କାରଣ ଅଛି ଦ୍ୱିଗୁଣକୁ ଧରି କୃଷ୍ଣ ଇଏ କରଇ ବିହାର हे करई बिहार हे करई बिहार ବୃନ୍ଦାବନ ବନେ ମୋର ଆରାଧ୍ୟ ठाकुर हे आराध्य ठाकुर हे आराध्य ठाकुर ବୃନ୍ଦାବନ ଅରଣ୍ୟ ଭିତରେ ଆହା ମୁଁ ଯେତେବେଳେ ମୋ କୃଷ୍ଣର ବିଳାସ ଦେଖେ ଆଚ୍ଛା। ମୋ କୃଷ୍ଣର ରୂପ କେମିତିଆ ଥିଲା ଆହା ଯଦୁମଣି ମହାପାତ୍ର ଆ ବଇଲା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଆଚ୍ଛା ଦାঁড়িয়ে কলম করলে ଦେଖିବା ওলা দলিতাঞ্জন প্রকার প্রতি করুচির তর কুড়ামতারে আয়ুধ বেণু आयुध बेरुआए आयुध बेरु শিরোমণি থেকে বুঝ রুদমণি গুন্ডা গুথ মুন্দামণি মুন্ডা গুথা মুন্দামণি মুন্ডা গুথা তনুভূষণ তা ধেনু সহরণ রেণু ধরিল পট ବନ୍ଧୁ ମେଡିକାଲରେ ପଢିକି ଆସିଛୁ ବୋଲି ଭାବନା ମୁଁ ଦୁର୍ବଳ ଆଚ୍ଛା ମଞ୍ଚ ଉପରେ ହୋତା ଯେତିକି ସମୟ ରହିବ ବେଶ ତା ଡ୍ୟୁଟି ଇଜ ଗଡ୍ ଖିଲାପ ନାହିଁ କର୍ମରେ ବିରତି ନାହିଁ ଶ୍ରୋତା ମାନେ ମୋ ଜୀବନ ପଛଘୁଞ୍ଚା ନାହିଁ ବୀରର ଜାତକେ ମଞ୍ଚ ଉପରୁ ଗୋଟିଏ ଶ୍ରୋତା ଉଠିଗଲେ ହଁ ନୃସିଂହ ହୋତା ଶରୀରରୁ ଗୋଟାଏ ବିନ୍ଦୁ ରକ୍ତ ଶୁଖିଯାଏ ବ୍ରଜ ଧରିଲ ହରିଲମ୍ ପଟ ହତ୍ୟା ଭାର ତମେ ଦଳିତ ଅଞ୍ଜନ ବୋଲେ କଳା ଆଚ୍ଛା ଦଳିତ ନେଳିରେ କଳା ଟିକେ ଧୋଇକି ଦଳି ଦେଲେ ଆଜ୍ଞା ତା ରଙ୍ଗ ଆହୁରି ଭଲ କଳା ହେଇଯାଏ ଆଚ୍ଛା ତମ ରୂପଟା ଜହ୍ନି ମଞ୍ଜିଠୁ ଆହୁରି ଗୋରା ଗୋକୁଳ କୁଳାବତାର ଆୟୁଧ ବେଣୁ ବାତ ମୋ କୃଷ୍ଣ ହାତରେ ଆ ଗୋଟାଏ ବେଣୁଟିଏ ଶୋଭା ପାଏ ହା ହା ମୋ ବନ୍ଧୁ କହିଲେ ବାଦପାଲାରେ ମୁଁ ଆଜ୍ଞା କାହାକୁ କିଛି କହେନି ଆଚ୍ଛା ମୁଁ ମୋ କର୍ମ କରିକି ଚାଲିଯାଏ ମୁଁ କାହିଁକି ତମକୁ କହିବି ଆଉ କଣ ତମେ କଣ ମୋ ଜମି ବାଡି ଖାଇଛ ନାଇଁ ତେଣୁ ବିଦ୍ୟା ବିବାଦାୟ ଧନ ମଦାୟ ବିଦ୍ୟାରେ ବିବାଦ ଅଛି ଆ ଦି ବନ୍ଧୁ ଏକାଠି ବସା ଘରେ ଖାଇବା ଏହା ସତ୍ୟ
ଆଜ୍ଞା କିନ୍ତୁ ବର୍ଦ୍ଦି ପିନ୍ଧିଲେ କେହି ନୁହେଁ କାହାର କାହାର ଯଦି ଭଗବାନଙ୍କର ଭଗବାନ କୃଷ୍ଣ ହାତରେ ବଂଶୀ ଧାରଣ କରନ୍ତି ବଂଶୀର ରନ୍ଧ୍ର କେତେଟା କହିଲୁ 7ଟା ତେଣୁ 7ଟା ରନ୍ଧ୍ରରେ କେଉଁ କେଉଁ ଦେବୀ ବସିଛନ୍ତି ବାବୁ ଜାଣ ରନ୍ଧ୍ରେ କେଉଁ ଶବଦ ଉଚ୍ଚାରେ ଗୋଟି ଗୋଟି କିରି ଗଣ ରନ୍ଧ୍ରରେ 7 ଦେବୀ କିଏ ବନ୍ଧୁଏ ମୋର କହିବ ଏଣେ ତେଣେ କହି ନ କହିବାକୁ ହେ ଯଥା ଯଥାର୍ଥ ଦେବ 7 ପତୁରିଆ ଖଲି ଓ ଭାଇ ନା 7 ପତୁରିଆ ଖଲି ମୋ ଘଇତା ତ ଭାତ ଖାଉ ନାହିଁ ମୋ ଘରୁ ନିଏ ଡାଲି ବୋଲା ତୋ ଘଇତା ଭାତ ଖାଉନି ମୋ ଘରୁ ଡାଲି ଭାରି ଦାନିଟା ତୁ ଆଉ ଘରେ ମୂର୍ଖ ଆଜ୍ଞା ଖାଡିଆ ଆମ୍ବୁଲ ବାରିପଟେ ଯୋଉ ଆମ୍ବ ଗଛ ଭିତରେ ଅଛି ଆଜ୍ଞା ଯେତେବେଳେ ପାଲାକୁ ଯିବୁ ମାଛ କହିବ 4 ପିସ୍ ହଉନି ଆଉ 2 ପିସ୍ ଦିଅ ଦିଅନ୍ତୁ ଘରେ ଭାରି ଯା ରସୁଣ କୋଲା ଝଳେଇକି ସେଇ ଫାଡିଆ ଆମ୍ବୁଲ ଭାରେ ଧରେଇ ଦବ କଞ୍ଚା ଲଙ୍କାଟେ ଧରିଦବ ବାଁ ହାତରେ କାମ କାମ ଚୋବଉଥବ ଆଜ୍ଞା ଘରେ ଏମିତିଆ ଡାଲି କରନ୍ତି ଯେ ତୋ ଘଇଟା ଖାଉନି ମୋ ଘରୁ ଡାଲି ନେଇକି ଖାଏ ଆଉ ତୁ ଏମିତିଆ ଡାଲି ଦେ ଖାଲି କୁର୍ଥ ଡାଲି ଆରେ ଏଇଟା ଶୁଭୁନି ବାପା ଏଇ କଥା ବେଳେ ପଚାରିବାର ଅଛି ଯା ରଜ ସ୍ତ୍ରୀଲିଙ୍ଗ ପୁରୁଷ ଯା ରଜ ବୋଲି ତମେ ଜାଣିନ କାହାକୁ ତମେ ଜାଣିନ ରଜ କାହାକୁ କଣ ଖାଲି ରଜ ପଳିଆ ଯିଏ ବୋପା ବିରସିରୁ ଜନ୍ମ ହେଇନି ଏଗୁଡାକ ମା ଭଉଣୀ ବସୁଛନ୍ତି ଏଗୁଡା ଖୋଲିବି ଆଉ ମୁଁ ଲଙ୍ଗଳା ଗାଈକୁ ଖୋଲିଦେବି ଯୋଉଟାକୁ ଇଂରାଜୀ ଆଜିକାଲି ତ ଆମେ ଓଡିଆକୁ ବୁଝୁନେ ଯୋଉଟାକୁ ଇଂରାଜୀରେ କହନ୍ତି ସେଗୁଡା କହନ୍ତି ରଜ ବୁଝିଲ ନହେଲେ ବୁଝେଇଲେ ଆକୁ 2 ଘଣ୍ଟା ନେଇଯିବ ଆଉ ତେଣୁ ସଜ୍ଜନ ବର୍ଗେ ଆଜ୍ଞା ଆପଣ ମାନଙ୍କର ଆଜ୍ଞା ଏପଟେ ଭଗବାନ କୃଷ୍ଣଙ୍କୁ ରାଧା କହୁଛି ତୁମ ଓରିଜିନାଲ କୃଷ୍ଣ ନୁହଁ କାହିଁକି ନା ତୋ ହାତରେ ବେଣୁ ଶୋଭା ପାଉନି ବେଣୁ ବଦଳରେ ଶୋଭା ପାଉଛି ସୁଦର୍ଶନ ଚକ୍ର ଯାହାକୁ ଆଉ ଜଣେ ଭକ୍ତ କବି ଦୀନକୃଷ୍ଣ ଦାସ କଲମ କଲେ କର୍ଣ୍ଣେ ମକର କୁଣ୍ଡଳ ଝଡ ଆଗେ ଗଣ୍ଡ
कीर्ति देवाहक गीत कानी ध्वनिया स्तुतिर भारत भूमि भागे ଆଜ୍ଞା स्वर्गांग वर्गास्पद मार्ग भूते स्वर भवंती भूय पुरुष सुरद्वाग से डिंगर निवासी रोणा बाबूंकर सत्यनारायण कल्याण करंतु सर्वतीर्थ कलापद कुसुमित करंतु सर्वे बोलानंदे कबार हरि हरि बोल भूत आबाल बुद्ध बनिता मानकर मंगल हो बोलानंदे एक बार हरि हरि बोल ହରି ବୋଲ ହରି ବୋଲ बोले तमे मोर ओरिजिनल कृष्ण नुह नोहा मो कृष्ण बंशी धरे हाथ दे मो कृष्णर कानेरे गड़गड़िया कांच माला शोभा पाए हाँ मो कृष्ण कठो बिंधिकी जाए ବାସ୍ मो कृष्ण छाती रे उठे बसई पो ओई घा ଏ ଆଜ୍ଞା ତା ପାଦ ଦିନ ଥାଏ आए ପ୍ରାକ୍ଟିକାଲରେ ସାର୍ ଦେଖେଇ ଦଉଛନ୍ତି ଆଉ ଆଜ୍ଞା ମୋ ବୁଢା ଲୋକ ଆଉ କେତେ ଦିନ ଗଲେ ତମ ପାଖକୁ ଆସିଛି ଆଶ୍ରୟ ନେଇକିରି ଦି ପଇସା ବଞ୍ଚିକି ଖାଇବି ବୋଲି ତମେ ଗୋଇଠା ମାରୁଛ ଯେମିତି ଶିଳ୍ପ ଏଇ, ତା ଅକ୍ଷର ହେଲା। ହାଁ? ତୋତେ ଗୁଇଠାଟେ ମାରି ଆଜ୍ଞା ଦେଖୁନାହାନ୍ତି ପାଦ ଚିହ୍ନ ବାଦଟା ଦେ ପାଦ- ଏକରେ ଏ ମଞ୍ଚ ଉପରେ ତୁ ଯେତେ ବୁଢା ହେଇଲି ଆଜ୍ଞା ମୁଁ ବି ଗାୟକ ଆଉ ମୋ ସଙ୍ଗୀତ ଆଜ୍ଞା आज्ञा आज्ञा ଦୁଇରେ ମୁଁ ଜଣେ ବ୍ରାହ୍ମଣ ଆଜ୍ଞା ଗୋଟିଏ ବ୍ରାହ୍ମଣର ମୁଁ ଡାହାଣ ପାଦଟା ଦେଇଛି ହଁ ଡାହାଣ ପାଦ ଦେଇଛି ଡାହାଣ ପାଦରେ ବ୍ରାହ୍ମଣର କଣ ଅଛି ଜାଣିଛୁ ପାଦରେ ପୁଣି ବ୍ରାହ୍ମଣ ମାନଙ୍କର ଅଛି କଲା ପୃଥିବୀ ଜାନି ତୀର୍ଥାନି ଜାନି ତୀର୍ଥାନି ସାଗରେ ସାଗରେ ଜାନି ତୀର୍ଥାନିଆ ବ୍ରାହ୍ମଣ ସିଅ ଦକ୍ଷିଣାଙ୍ଘ୍ରି ବ୍ରାହ୍ମଣର ଡାହାଣ ପାଦରେ ହଁ ପାଞ୍ଚଟା ଆଙ୍ଗୁଠିରେ ଆଚ୍ଛା हाँ ପଞ୍ଚତୀର୍ଥ ଧାଏ आज्ञा ସିଏ କିଏ ଇଏ ସେ ନା ପାଞ୍ଚଟି ସାଗରର ତୀର୍ଥ ଦେଖିବା ପୁଣ୍ୟ ଯାହା ଆହା ଗୋଟିଏ ସାଗରକୁ ଯିବା ପାଇଁ ହେଲେ ତ 2000 ଅତିକମରେ ଖର୍ଚ୍ଚ ନିଶ୍ଚିତ 5 ରାତିରେ 10,000 ଖର୍ଚ୍ଚ କରିଥାନ୍ତି ଆଉ ତତେ ମୁଁ ପାଦ ଧୁଳି ଦେଇ 10,000 ଟଙ୍କାର ଫଳ ଦେଲି ଆହା ଭଲ ପାଇଲେ ମନ୍ଦ ପାଇଲି ଏ ପ୍ରଭୁ ଯଦି ଗୋଟେ ପାଦରେ ଏଇ ପ୍ରକାର ତୀର୍ଥ ମୁଁ ଉପଲବ୍ଧି କରୁଛି ଆଉ ଗୋଟେ ଗୋଇଠା ମାରବ ଏ ବ୍ରାହ୍ମଣ ହଁ ବାଁ ପାଦଟା ଦେଲେ କିଛି ଅସୁବିଧା ନାହିଁ ଆଜ୍ଞା ମୁଁ ଦେଖେଇ ଦଉଛି ଏଥର ବ୍ରାହ୍ମଣର ବାଁ ପାଦରେ କଣ ଅଛି ଜାଣିଛୁ କଣ ନା ପୃଥିବ୍ୟାଂ ବଟ ତୀର୍ଥାନି ତୀର୍ଥାନିରେ ବଟର ଭବେତେ ପଞ୍ଚବଟଂ ସମଯୁଗତ୍ୟା ତୀର୍ଥ ବ୍ରାହ୍ମଣ ବାମାଙ୍ଘ୍ରି ବ୍ରାହ୍ମଣର ବାମ ପାଦରେ ଆଜ୍ଞା କଳ୍ପ ବଟ ବାଂସା ବଟ ବଂଶୀ ବଟ ଉଦୟ ବଟ ଯମୁନା ବଟ ଆଜ୍ଞା ପାଞ୍ଚଟା କଳ୍ପ ବଟର ପୁଣ୍ୟ ବ୍ରାହ୍ମଣର ବାମ ପାଦରେ ରହିବ ରହିଛି କଳ୍ପ ବଟ ହିମାଳୟ ଉତ୍ତରପ୍ରଦେଶ ହରିୟାଣା ଆଜ୍ଞା ଆଜ୍ଞା ହିମାଚଳ ପ୍ରଦେଶ ହଁ ସେଠିକି ଯିବା ପାଇଁ ଟଙ୍କା 10,000 ଖର୍ଚ୍ଚ କହନ୍ତୁନି କରିଥାନ୍ତି ଆଜ୍ଞା ଗରିବ ଲୋକ ଏତେ ପାଇବିନି ଇଏ ଯମୁନା ବଟ ଦେଖିବାକୁ ହେଲେ ତୋତେ ଯିବାକୁ ପଡିବ ମଥୁରା ବୃନ୍ଦାବନ ବାସ୍ ଯମୁନା ନଦୀ କୂଳରେ ପହଞ୍ଚିବୁ ଟଙ୍କା 7,000 ଖର୍ଚ୍ଚ କରିବାକୁ ପଡିବ ଆଜ୍ଞା ତେଣୁ 5ଟା ତୀର୍ଥ ବୁଲିବା ପାଇଁ ଟଙ୍କା 30,000 ଟ୍ରେନରେ ଦେଲେ ବୁଲିବୁ ହଁ 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 ଓ ଏପଟେ 30 ପାଇଲୁ ସେପଟେ 10 ପାଇଲୁ କେତେ ହଜାର ଟଙ୍କାର ପୁଣ୍ୟ ପାଇଲୁ 40 40,000 ନିଅ। ଏତିକି କଥା ରଖିବୁ ଆଜ୍ଞା ଏଇ ବ୍ରଜରାଜପୁର ଗାଁରେ ଯୋଉ 4 ଦିନର ପାଲା ପଇସା ତ ଭାଗ ଆଉ ନବୁନି ବାପା ମରିଯିବି ଆଜ୍ଞା ଆରେ ତତେ ମୁଁ 40,000 ଟଙ୍କାର ପୁଣ୍ୟ ଦେଇ ସାଇଲିଣି ଆଜ୍ଞା ମୋ ନାତୁଣୀ କୁରୁକୁରି ଖାଇବ ବୋଲି ମତେ ବାରମ୍ବାର ଫୋନ କୋ ପବନ ବାହାରି ଯାଉଛି କାଲି ଗୋଟେ ଦାନ୍ତ ଲଗା ଲଗେଇବି ହଁ ଆପଣ ପଇସା ଦେବେ नहीं आज्ञा बुढ़ा फोन प्ले कर दो फोन प्ले कर दो କରିଦେବି କରିଦେବି ତେବେ ମୂର୍ଖ ଗୁଡିଗାର ରାଧା ଉତ୍ତର ଦେଲେ ତମେ ମୋ କୃଷ୍ଣ ନୁହ ନା ନାହିଁ ରାଧା ଆଚ୍ଛା 100 ବର୍ଷ ଅଭିଶାପ ପାଇଥିଲେ ଆମେ ଧୌମ୍ୟ ବାବାଜୀ ଅଭିଶାପ ଦେଇଛନ୍ତି हाँ ତମର ମୋର 100 ବର୍ଷ ବ୍ୟବଧାନ ହଁ ବିଚ୍ଛେଦ ଘଟିବ କେଡେ କଥା ହେଲା ରେ 100 ବର୍ଷ ବିତିଗଲାଣି ତ ହଁ ହଁ ହୁଏ ତ ବୟସର ତାରତମ୍ୟ ଆଚ୍ଛା ଶରୀରର
ଚାକଚକ୍ୟର ସମୀକରଣ ବଦଳି ଯାଇଛି ବୋଲି ତମେ ମତେ ଚିହ୍ନି ପାରୁନ। ମୁଁ କାହ୍ନୁ ନା ନାଇଁ ନାଇଁ ଶୁଣା ତମେ ମୋ କାହ୍ନୁ ନୁହଁ। ନାଇଁ ନାଇଁ ତମେ ଯେତେ ସ୍ୱଚ୍ଛ ବିକୃତି ଦେଲେ ବି ବାସ୍ ମୋ କାହ୍ନୁକୁ ମୁଁ ଚିହ୍ନିନି। ଆଉ କଣ ମୁଁ ଅନେକ ଦିନ ହେଲା ଗୋପପୁରରେ ତାଙ୍କ ସହିତ ମୋର ଭାବ ଅଛି। ଆଉ କଣ ମୁଁ ଚିହ୍ନିନି ଯେ ତମ ମତେ ଚିହ୍ନଉଛ? ହଁ ତୁ ତ ଭାବୁକୁ କେବଳ ଚିହ୍ନିଛୁ ଆଉ। ହଁ ଭାବ ବାହାରେ ତୁ ଆଉ କିଛି କହିବୁନି। ବର୍ଷା ଘରେ ଭାବ, ହଁ ସନ୍ଧ୍ୟା ବେଳେ ଭାବ, ହଁ ପାଲାରେ ଭାବ। ହଁ ହଁ କାରଣ ଭାବ ଝିଅକୁ ଉଠେଇକି ନେଇକି ଗାଁରେ ଲଣ୍ଡା ହେଇଥିଲୁ ତ। ହଁ ଆଜ୍ଞା ହଁ ଏଇଗୁଡ଼ା ଆଜ୍ଞା ମୁଣ୍ଡିଆ ମାରୁଛି ଆଉ ଏଇ କଥା କହନ୍ତୁନି। ନାତି ନାତୁଣୀ ବାହାଘର କଲାଣି 65 ବର୍ଷରେ ଭାବ ଝିଅକୁ ନେଇକି ପଳେଇଥିଲା। ଦାଲ ଦାଲୁ ଖାଇଲା ଲଣ୍ଡା କରିଦେ। ଆଜ୍ଞା ଲଣ୍ଡା ତ ନାଇଁ ଏବେ ରାଧା ମା ଉତ୍ତର ଦେଲେ ହଁ ମୁଁ କୃଷ୍ଣ ତୋତେ ବନ୍ଧା ପକେଇଥିଲି, ତୁ ମୋ ପାଖରେ ବନ୍ଧା ପଡିଥିଲୁ। ଯଦି ମୋ ପ୍ରଶ୍ନର ଉତ୍ତରଟା ଦେଇଦବୁ ତାହେଲେ ମୁଁ ପାଦ ଛୁଇଁ ପ୍ରଣାମ କରିବି। ତମେ ମୋର ଆରାଧ୍ୟ ଦେବତା। ସଜନ ବର୍ଗେ ଆଜ୍ଞା ଭଗବାନ କୃଷ୍ଣ କହିଲେ ପଚାର ରାଧା ଯାହା ପଚାରି। ଯାହା ପଚାରିବ ପଚାର। ବହି ହେଲା ଧୂର୍ଜଟି ମାଧବ। ମା ରାଧା ଉତ୍ତର ଦଉଛନ୍ତି କୃଷ୍ଣଙ୍କୁ। ଆଚ୍ଛା ମନେ ପକା କୃଷ୍ଣ ସେଇ ଅତୀତର କଥା। ହଁ ଜୟ ଘନ ଶ୍ୟାମ ଶ୍ରୀନନ୍ଦ ନନ୍ଦନ। କିଏ ଜୟ ଶ୍ୟାମଳା ଭଞ୍ଜନ। କିଏ ବସନ୍ତ ଉତ୍ସବ କର ହେ ମାଧବ। ବାବୁରେ ଗୋପପୁର ବୃନ୍ଦାବନ ଯେ ଘନ ବରଣ ହରି। ବିଜେ ହେଲେ ଚନ୍ଦ୍ରସେନା ପୁରୀ। ବସନ୍ତ ରାସ ବସନ୍ତ ସମୟ ପୃଥିବୀ ପୃଷ୍ଠକୁ ଅବତରଣ କରିଛନ୍ତି। କଥା ଦେଇଥିଲେ କୃଷ୍ଣ ଭଗବାନ। ଆଜ୍ଞା ରାଧା ସ୍ୱାମୀ ଆଜି ମୁଁ ମଧ୍ୟାହ୍ନ 4 ଦଣ୍ଡ ବେଳେ ତମ ସହିତ ନିଶ୍ଚିତ ପ୍ରବେଶ କରିବି। ତୁମ ସହିତ ମିଶିବି। ତୁମ ସହିତ ମୋର ପ୍ରେମର ଆସ୍ପର ହବ। ସେଇଠି ଦେଖା ହବ। ରାତି 2 ଘଡ଼ି ହେଲାଣି। ଆଚ୍ଛା କୃଷ୍ଣଙ୍କର ଆସିବାକୁ ବୋଧେ କଣ ମନେ ପଡୁନି। ନା ଟାଇମ ହେଇନି। ସତ କଥା ଆଉ ମୁଁ ଭାବୁଛି ଆଜି କଣ ଖାଇ ଦେଇଛନ୍ତି ବୋଧେ ସେଇଥିପାଇଁ ଆଉ ମନେ ପଡୁନି କଥାଟା ଆଉ। କୁଆଡେ କହୁଛୁ? ନାଇଁ ମ କଣ ଗୋଟେ ପକେଇ ଦେଇଛନ୍ତି? ଆଜ୍ଞା କଣ ରେ ସୁଖା ମାଲଟା ମ ବୋଲେ ସୁଖା ମାଲ ଗୁଟୁକା ବୋଲେ ସେ ଯୋଉ ଗଞ୍ଜେଇ ଗଞ୍ଜେଇ ଘୋଟା ଓ ସେଇଥିରୁ ପକେଇ ଦେଇଛନ୍ତି ବୋଧେ ଆସି ପାରୁନାହାନ୍ତି ଆଉ। ମୁଦୁକ କରି କିଏ ପକେଇ ଦେଇଛୁ ରେ? କିଏ ପକେଇଛୁ? ମୁଁ କାହାକୁ କହୁଛି କି? କାହାକୁ? ଆର ଦଳକୁ ଏପର୍ଯ୍ୟନ୍ତ ଆସିନାହାନ୍ତି ଯେ ଏଣୁ ମୁଁ ଭାବୁଛି ଗୁଟୁକା ଖାଇ ଦେଇଛନ୍ତି। ନିର୍ଲଜ କୁଟିକାର। ହରେ ମୋ ବନ୍ଧୁ ହଉଛି ଓଡିଶାର ଜଣେ ନମ୍ର ଆଉ ଭଦ୍ର ଗାୟକ। ଆଜ୍ଞା ସତ୍ୟ ଆଜ୍ଞା। ଆଜ୍ଞା କୋଉ ଗାୟକକୁ ପଦେ କହିବନି ସେ ତା ବାଟରେ ଚାଲିକି ଯିବ। ହଁ ଆଲୋଚନା ନାହିଁ, ସମାଲୋଚନା ନାହିଁ, କିଛି ନାହିଁ। ସେ ଯାହା ଆସିଛି ତାର ସେଇଥିରେ ଦାଣ୍ଡି ମାଳିଆ କରିକି ଯିବ। ହଁ ପାଲାକୁ ଟିକେ ପରିବର୍ତ୍ତନ କର ବନ୍ଧୁ। ଆଉ ନହେଲେ ଝିଅ ପିଲା ଭଳିଆ କେତେ ହେଇକି ସମୟ ନଉଛ ଆଉ କିଛି କାମ ନାହିଁ। ନାଇଁ 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 ବସନ୍ତ ସମୟ ଆସିଛି। କେମିତି ଆସିଛି? ଦୀନ କୃଷ୍ଣ ଦାସ ଧାରିଏ ଲେଖିଲେ ଆଜ୍ଞା ବହି ହେଲା ରସକଲ୍ଲୋଳ। ରସକଲ୍ଲୋଳ କୁସୁମ ସମୟ ଅତିର ସମୟ ଦକ୍ଷିଣା ପବନ ବହିଲା।
বহিলা বহিলা দক্ষিণা পবন বহিলা মহাদেব দূত হইব হামত পঞ্চম জানরে গাইলা আরে পঙ্গাব তোর পহিলা দিশয় হইলা অভিষেক করিবার লাঘ গামি গামি লে ভয় আরে গঙ্গাব ସଜନ ବର୍ଗେ ଆପଣ ମାନଙ୍କର ବସନ୍ତ ସମୟ ଆସିଛି ଆଚ୍ଛା ରାତ୍ର 2 ଘଡ଼ି ହେଲାଣି ବାସ୍ ମୁଁ ପ୍ରଭୁ କୃଷ୍ଣର ଦେଖା ନାହିଁ ଅଭିମାନିନୀ ମା ରାଧା ଆହା ଅଭିଜାର ବେଶକୁ ଧାରଣ କରି ଆହା କୃଷ୍ଣ ଉପରେ କ୍ରୋଧ ପ୍ରକାଶ କରି ସଖୀ ଗଲା ଛି 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 ଆଉ ସେ କଳା କାହ୍ନୁ ଦଗାଦାର କେଶବକୁ ମୁଁ ଭଲ ପାଇବି ନେଇଲୋ ସଖୀ ଏ ଲୋକ ବନମାଳି ପଦ୍ୟାବଳୀରୁ ଧାରି ଯାଉଛି ହଁ କବି ନ ଆଇଲେ କି ପାଲା ଏତେ ଭଲ ପାଇ ପାଇକି ଶେଷ ଫଳରେ ଆସିଲେନି ମୋ ଖାଲି ନିକଟକୁ ରା- ଖାଲି ରାତି ଯାକ ମୁଁ ବାୟାମନ 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 କୋଉ କବି ଏତେ ବାୟାମନ ଲେଖି ତମେ ଘୋଷି ଦେଇଛ ପଦ ଖାଲି 14 ଘିରି ମାରିକି ପାଲା ଗାଇଲେ ପାଲା ଇଆରେ ଗାୟକ କହୁଛ ରାତିକେ 12,000 ରୁ କମ ହେଲେ ଯିବୁନି ହଁ 12,000 ଟଙ୍କା ନବ ଯଦି ରାତିକେ 12,50,60,000 ଟଙ୍କାର ବହିରୁ ଆଉ ପଦେ ପଦେ ହେଲେ 60 ପଦ ପ୍ରମାଣ ଦିଅ ହଁ ତାହେଲେ ତମକୁ 12,000 ଟଙ୍କା ଭୋଗେଇବ ଆଚ୍ଛା ରହ ରହ ଆଜ୍ଞା ଆଉ ଇଆଡୁ ସିଆଡୁ ବାଇଆ ମନରେ ପାଲା ଅଛି ଆଜିକାଲି ନାଇଁ 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 ସଜନ ବର୍ଗେ ଆ ଅଭିମାନିନୀ ରାଧା ଆହା ଭଗବାନ କୃଷ୍ଣଙ୍କ ଉଦ୍ଦେଶ୍ୟରେ ସଖୀ କି କହୁଛନ୍ତି କଣ କହୁଛନ୍ତି ଲୋ ସଖୀ ଓ, କୃଷ୍ଣ ନାମ ଆଜି ଏଠାରୁ ମୋ ଶ୍ରବଣେ କିଏ ନ ଶୁଣାଇ ବଡି କେହି ଗো কৃষ্ণ নাম আজি তারু শ্রবণে ন শুনাই বটি সুনবরণ দ্রব্য যে সমর পিব গো নিশ্চয় ভোগারি সেই গো জানি Ah!
ପାଏ ନା ললিতা ହଁ বিশাখা ସଖିଲ চিত্রসেরেখা ଆଉ ইন্দুরেখা ହଁ, সুরেখা ହଁ, ତମେ ଆଜିଠାରୁ ଆଉ କୃଷ୍ଣ ନାମ କାନରେ କହିବନି ମଲା କି କୃଷ୍ଣ ଭଲ ପାଉଥିବା ଦ୍ରବ୍ୟ ମତେ ଦେଖେଇବନି ଲୋ ସଜନୀ କୃଷ୍ଣ ବୋଲୁଥିବା ଇଏ ସୁକସାରୀ କାକୁ ପଞ୍ଜୁରୀରୁ ଖୋଲି ଦିଅ ପଞ୍ଜୁରୀରୁ ଖୋଲି ଦିଅ ଗୋ। ମୋର ଗଜ ଚୁଡ଼ି କରୁନି କାଢି ମୋର ଚୁଡ଼ି କରୁନି କାଢି ସୁବର୍ଣ୍ଣ ଚୁଡ଼ି ପିନ୍ଧା ଏ ନୀଳ ଶାଢ଼ୀ ଏ ଦିଅ ଯମୁନା ଏତିକି ଅଭିମାନ କରିଲା ବେଳେ ରାତ୍ରର ତୃତୀୟ ପ୍ରହର ହେଇଛି ଭଗବାନ କୃଷ୍ଣ ପଣ୍ଡିତେ ପହଞ୍ଚି ଗଲେ ରାଧାଙ୍କ ନିକଟରେ ଅଭିମାନିନୀ ରାଧା ଅଭିମାନ କରିଛି କୃଷ୍ଣ ଯେତେ ବୁଝେଇଲେ ବୁଝୁନାହାନ୍ତି ଏଠି ଗୋଟିଏ ପଦ ଚତୁଷ୍ପଦୀ ପିଲାମାନେ ବସା ଘରେ କହିଛନ୍ତି ଆଚ୍ଛା ଆଉ ଏ ଚୌପଦୀ ଗାଇକି କଣ ଲାଭ ହୋତାର ଏଇ ଚୌପଦୀକୁ ଅପେରା ପାର୍ଟି ବାଲା ଗାଇଲେଣି ଫିଲ୍ମରେ ଗାଇଲେଣି ରାଜନେତା ମାନେ ପ୍ରଚାର କଲା ବେଳେ ବି ଗାଇଲେଣି ଆଚ୍ଛା ଆଉ କଣ ବାକି ଅଛି ତଥାପି ପିଲେ ତମେ ଏଥିରୁ କଣ ପାଉଛ ନ ପାଇକି କହୁଛନ୍ତି କଲା ଚମ୍ପକ ମୋ ବରଣାରେ চম্পক বরণা 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 চম্পক বরণারে কিলো কেনে যাউছু সাথে চম্পক বরণারে অনুগ্রহ করি অনুগ্রহ করি করি অনুগ্রহ কিলো অনুগ্রহ করি এমতি কোন ଗୋଟେ ପାତି ମାଙ୍କଡ ଭଳିଆ ହଉଛି ରାଧା ଏମିତି ଦେଲା ଜିଭ କାଢିକି ଆଜ୍ଞା କିଲୋ ଅନୁଗ୍ରହ କରି ଓ ନା ମୋତେ ଚମ୍ପକ ବରଣାରେ ହେ ଯାଉଛୁ ସତେ କେଳେ ଯାଉଛୁ ସତେ ଚମ୍ପକ ବରଣାରେ। ଦେଖୁଛ ଆଟିଂ କଟିଂ ଛାଟିଂ ଜଣ ଦେଉ ମାର ଅଥିଏ ପଞ୍ଚ ପ୍ରାଣ ବହୁ ଅଥିଏ ପଞ୍ଚ ପ୍ରାଣ ବହୁ ଅଥିଏ ପଞ୍ଚ ପ୍ରାଣ। ଆଜ୍ଞା ମୁଁ ପରା ରାଧା ତମେ ଏଭଳି କଣ କଥାବାର୍ତ୍ତା କରୁଛ ରାଧା ବ୍ରାହ୍ମ ଭଗବାନ କୃଷ୍ଣଚନ୍ଦ୍ର ମାନ ଭାଙ୍ଗୁଛନ୍ତି ରାଧା ବର୍ତ୍ତମାନ ମାନ କରିକି ବସିଛି ଏ ରାଧା ରା- ରାଧା ସ୍ୱାମୀ ଏ ରାଧା ବା ବୋଲା ଉରଜ କଳସରୁ ତୋର ପ୍ରେମ ଜଳ ଢାଳିଲି କର ପ୍ରେମ ଜଳ ଢାଳିଲି କର ପ୍ରେମ ଜଳ ଢାଳିଲି କର ଉରଜ କଳସରୁ ତୋର ପ୍ରେମ ଜଳ ଢାଳିଲି କର
যেবে দুহি বর্জিবু ধান দেবে দেজি দেবী दीवाना तेरे तेरी देवी दीवाना तेरे तेरी देवी दीवाना जो बांगाली धीवा सोई दानी दीदो बांगानी दीवाना ईसा दानी जो बांगाली धीवा दीवातो ईसा दानी दीदो बांगानी दीवातो ईसा दानी হরিরি পুয়ঙ্ক মাতিবা ए चंपक बरना रे প্রেয়সী স্বামী লক্ষ লক্ষ ଲୋକମାନେ ଦୀପ ଜାଳି ହରିବୋଲ ହୁଳହୁଳି ଦେଲେ ଘଟଗାଁ ତାରିଣୀ ଅଖଣ୍ଡ ନାମ ଯଜ୍ଞ ଚାଲିଲା ଯାଜପୁର ବିରଜା ମନ୍ଦିର ଦକ୍ଷିଣୋତ୍ତରେ ଦୀପ ଜଳା ଚାଲିଥାଏ ବାଣପୁର ଭଗବତୀ ମନ୍ଦିରରେ ଅନ୍ନଛତ୍ର ଦିଆଗଲା ପୁରୀରେ ପତିତ ପାବନ ବାନା ବନ୍ଧାଗଲା କାକଟପୁର ମଙ୍ଗଳାଙ୍କୁ ପତାକା ଦିଆଗଲା ଆଜ୍ଞା ଭକ୍ତମାନେ ମୋତେ ଭଲ ପାଉଥିବା ଆପଣମାନଙ୍କ ଭଳି ଦରଦୀ ମଣିଷ ମାନେ ଆଜ୍ଞା ଆଜ୍ଞା କହିଲେ କେମିତି ନୃସିଂହ ହୁତା ଭଲ ହେଇଯାଉ ଡାକ୍ତର ଜ୍ୟୋତି ରାୟ ପ୍ରଫେସର କହିଲେ ଆହା ହୁତା ଭାଇନା ମୁଁ ଅପରେସନ କରି ଗଲେ ଯେତେବେଳେ ମାଇଣ୍ଡ ଡିଜର୍ଡ ହୁଏ ଆଜ୍ଞା ତମରି ପାଲା ଦେଖିକି ଶୁଏ ଛାତିଟା କୁଣ୍ଡେଇ ମୁଣ୍ଡେଇ ଗଲା କହିଲା ଭାଇନା ଘରକୁ ଯାଉଛ ପାଲା 6 ମାସ ହେଲା 6 ମାସ ଯାଏ ଗାଇବ ବୋଲେ ଗାଇବିନି ଯୋଉମାନେ ଲକ୍ଷ ଲକ୍ଷ ଲୋକଙ୍କୁ ଦୀପ ଜାଳିକି ହରିବୋଲ ହୁଳହୁଳି ଦେଇଛନ୍ତି ଆଜ୍ଞା ଆଜ୍ଞା ତାଙ୍କ ଶ୍ରମ କଣ ବ୍ୟର୍ଥ ଯିବ ନାଇଁ ନାଇଁ ବରଂ ଦରବାର ଉପରେ ପେଣ୍ଡାଲ ଉପରେ ଚାମର ଧରିଥିବି ମୋ ହାତ ଚୋକ ହେଇଯାଉ ମୁଁ ମରିଯାଏ ମୋର ଦୁଃଖ ନାହିଁ ସେମାନଙ୍କର ଆଶାକୁ ମୁଁ କେବେ ଭାଙ୍ଗି ଦେଇପାରେ ନା ନାଇଁ 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 କଥା ମାନିଲିନି ଅଜୁ ଭାଇ ହଁ ପୁଣି ଗାଇ ଚାଲିଲି 22 ଦିନରେ ଯୋଉ ଦିନ 22 ଦିନ ହେଇଛି ଗୌଡ଼ପାଟଣା ଆଜ୍ଞା ଆଜ୍ଞା ବର୍ଷେ ହେଇନି ସେଇ 23 ତାରିଖରେ ଆଜ୍ଞା ପୁଣି ଗୌଡ଼ପାଟଣା ଆସିଲି ଆଚ୍ଛା ଏତେ ଦରଦି ଏତେ କଷ୍ଟରେ ପାଲା ଗାଇ ଗାଇ ପୁଣି ପଇଲି 10 ଦିନ କଟକ ମେଡିକାଲରେ ଗଲା 13 ତାରିଖ ଦିନ ମେଡିକାଲରୁ ଡିସଚାର୍ଜ ହେଇକି ଆସିଲି ତଥାପି 2 ଦିନ ଯାଇଛି ପାଲା ଚାଲିଛି ତେଣୁ ଏହା ମୋର ଇଚ୍ଛା ନୁହେଁ ଆପଣମାନଙ୍କର କୃପା ଆପଣମାନଙ୍କର ଆଶୀର୍ବାଦ ଆପଣମାନଙ୍କର ଭଲ ପାଇବା ଜୟକୃଷ୍ଣ ରଥ ପ୍ରଧାନ ଶିକ୍ଷକ ରାଜସୁନା ଖୋଳା ଅଳଙ୍କାରକ ପରିବେଷଣରେ ଆଳଙ୍କରିକ ପରିବେଷଣରେ ଆନନ୍ଦିତ ହୋଇ 100 ଟଙ୍କା ଭାରତୀୟ ମୁଦ୍ରା ପ୍ରଦାନ କରିଛନ୍ତି ହରି ଓମ୍ ବାଙ୍କ ଦାସ ସାଙ୍ଗେ ସାଙ୍ଗେ ପରା ଗାଇଲି ବାଙ୍କା ଦାସ ଚୌପଦୀ ଦିଲ୍ଲୀ ପରେ ସାଙ୍ଗେ ସାଙ୍ଗେ ବାଙ୍କା ଦାସ ଚୌପଦୀ ତେଣୁ ସଞ୍ଜନ ବର୍ଗେ ଟିକେ ମନ ଦେଇକି ଶୁଣୁ ତୁ ଭଲ ପୁଅଟେ ମୁଁ ଜାଣିଛି ତୁ ଭଲ ପୁଅଟେ ଜାଣିଛୁ ମୁଁ କହିଲିନି ବୋଲେ ବିଜ ବାଙ୍କା ନିଧି ବାସଇ ସଜନି ହରିରି ପୁଅଙ୍କ ମାତିବା ସତେ ମୁଁ ଏ ଚୌପଦୀଟା କାହାର ଗାଇଲି ବାଙ୍କା ଦାସର ମୁଁ ଜାଣିଛି ତୁ ଭଲ ପୁଅଟେ ଭଗବାନ ତତେ ଟିକେ ଭଳିଆ ରୋଗାକ୍ରାନ୍ତ କରିଦେଇଛି ମୁଁ ସବୁ ତ ବିଷୟରେ ଶୁଣିଛି ଭଗବାନଙ୍କୁ ଡାକୁଛି ତୋ ଗୋଡ଼ ଶୀଘ୍ର ଯେମିତି ଭଲ ହେଇଯାଉ ତୁ ସେଇଭଳି ଭଲ ପୁଅ ହେଇକି ରହ ସଜନ ବର୍ଗେ ଆପଣମାନଙ୍କର ରାଧା ଅଭିସାରିଣୀ ଅଭିମାନ ଦୂର ହେଇଗଲା ରାଧାକୃଷ୍ଣ ଗଜଦନ୍ତ ପଲଙ୍କ ଉପରେ ବସନ୍ତ ରାସ ଦୁଇ ଜଣ ଏକ ହେଇଗଲେ ରାଧା ମାଧବଙ୍କ କୌତୁକ ରହସ୍ୟ ଇଏ ଶୁଣ ହେ ଗୁଣି ଗଜନ ଏ 64 ବନ୍ଧରେ ପ୍ରୀତି ଆରମ୍ଭିଲେ
ଆଜ୍ଞା 64 ବନ୍ଧରେ ପ୍ରେମ ଚାଲିଲା। ଆଚ୍ଛା ଧୀରେ ଧୀରେ ପଣ୍ଡିତ ରାତ୍ରର ପ୍ରହରକୁ ପ୍ରହର ଗଡ଼ି ଗଡ଼ି ଚାଲିଛି। ରାତ୍ର ପାଇବାର ଶୁଭ ସଂଯୋଗ ଶୁଭ ସଂକେତ ପଣ୍ଡିତ ପ୍ରକୃତି ପୃଷ୍ଠକୁ ଆସିଲାଣି। ରାତି କେମିତି ପାଇଲା? ଏମିତି ବୋଲେ ରାତି ପାଇଗଲା ଏ ହାତୀ। ପୁରୁଣା କାଳିଆ ଛାନ୍ଦ ସବୁତି ଗଲେ କଣ ପାଲାର ମଜା ଆସିବ? ତେଣୁ ସବୁ ମିଶ୍ରଣରେ ପାଲା। ଆଉ ରାତି ଯାକ ବାଇଆ ମନ ଏମିତି ହେଲେ ପାଲା ହବ? ବୋଲେ ରାତି ପାଇଗଲା ହେ ହାତୀ। ଏ ହୁଅ ବହୁଳ ସେ ଯଶୁ ପାତି। ରାତି ପାଇଗଲା ଏ ହାତୀ ହୁଅ ବହୁଳ ସେ ଯଶୁ ପାତି। ରାତି ପାଇଗଲା ଏ ହାତୀ ଏ ମୋହେଲା ଉରୁମୁକୁ ତାରେ ଉରମୁକୁ ତାରା ପାନ କଳ ଲାଗିଲା ପିତା ପାନ କଳ ଲାଗିଲା ପିତା ପାନ କଳ ଲାଗିଲା ପିତା କରଡ କୁମ୍ଭାଣ୍ଡ ଚମକି ରଖିଲେ। କରଟ କୁମ୍ଭାଟ ତମଟି ରଟିଲେ ବାଜିଲା ଅରୁଣ କିରଣ କାନ୍ତି ରାତି ପାଇଗଲା ହେ ହାତୀ ହୁଅ ବହୁଳ ସେ ଯଶୁ ପାତି। ରାତି ପାଇଗଲା ହେ ହାତୀ ବହୁଳ ସେ ଯଶୁ ପାତି। ଧୀରେ ଧୀରେ ରାମରାତ୍ର ପାଇବାକୁ ବସ ଆଜ୍ଞା ଜାଣିପାରିଲେ ମା ରାଧା। ଆଚ୍ଛା 64 ବନ୍ଧର ପ୍ରୀତି ଆକର୍ଷଣ କଲା ମାତ୍ରେ ପୁରୁଷ ପଣ୍ଡିତ ଦୁର୍ବଳ ହେଇଯାଏ। ନିଶ୍ଚିତ ପ୍ରୀତି ବେଳେ ହି ହି ଶବ୍ଦ, ଆଜ୍ଞା ପ୍ରେମ ସରିଗଲା ପରେ ଛି ଛି ଶବ୍ଦ। ଆହା ଆଉ ନାରୀ ଦେହରେ ହାତ ପକେଇବାକୁ ଇଚ୍ଛା ହୁଏନି। ନାଇଁ 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 କୃଷ୍ଣ ଲେଉଟି ଶୋଇଯାଇଛି। ଏପଟକୁ ମୁହଁ ଏ କରି ରାତି ପାଇବ। ମା ରାଧା ଜାଣିପାରିଲେଣି ଆଚ୍ଛା ଗୋଗୋଷ୍ଠରୁ କ୍ଷୀର ବାହାର ଧରିକି ଚନ୍ଦ୍ରସେନା ଆସି ପହଞ୍ଚିବେ। ହଁ ହଁ ଠିକ ଏହି ସମୟରେ କଣ ହେଇଛି ଭଗବାନ କୃଷ୍ଣକୁ ଧ୍ୟାନ କରି ଉଠେଇଲେ। ଆଚ୍ଛା କହିଲେ କୃଷ୍ଣ ଏ କୃଷ୍ଣ ଲେଖେନ ପ୍ରାକ ମଧ୍ୟ ଜୀବିତ ବନ୍ଧୁ ପାଦେ ପ୍ରାଣାନ ସମର୍ପାନ ଭବେ ତୁ ଜହାନୁ ମମେ ମାନ। କୃଷ୍ଣେନ ସାମ କ୍ଷୀର ପ୍ରବିଦୀর্য মেঘান। সঞ্জীদ্বয় তুইতিক দিবার হংসা। রাধা ডাকিলে ভগবান কৃষ্ণ শুনুনা। না কৃষ্ণ ବଞ୍ଚି ପାରିବିନି। ତୁମକୁ ନ ପାଇଲେ ମୁଁ କଣ କରିବି ଜାଣିଛି? ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଯଦୁମଣି ମହାପାତ୍ର ଆଚ୍ଛା କଲା ନିରବଧି ନିରଗଡ଼ାଇ ନିରାହାରେ ରହିବି। ନିରାହାରେ ରହିବି ନିରାହାରେ ରହିବି ମୋ ପ୍ରାଣ ବାୟୁ ମିଶାଇ ଦେବି। ମିଶାଇ ଦେବି ପ୍ରାଣ ମିଶାଇ ଦେବି ମିଶାଇ ଦେବି ପ୍ରାଣ ମିଶାଇ ଦେବି ବ୍ୟଜନ ଗବ୍ୟଜନ ଛଳେ ହେଲେ ବାୟୁ ସ୍ପର୍ଶନ ହେଲେ
ଆମର ହିନ୍ଦୁ ସଂସ୍କୃତି ଆଚ୍ଛା କେମିତିଆ ସଂସ୍କାର ଶିଖେଇଛି ନାରୀ ମାନଙ୍କୁ। ଆଉ ତମ ବିନା ବଞ୍ଚିବିନି, କାନ୍ଦି କାନ୍ଦି ମରିଯିବି। ମରିଯିବି। ମୋ ଶରୀରର ପ୍ରାଣବାୟୁ ବି ଯଦି ଉଡ଼ିଯାଏ, ସେ ପ୍ରାଣବାୟୁ ତମ ନାସାର ସ୍ପନ୍ଦନରେ ସତ କଥା। ମୋ ସ୍ୱାମୀ ଆସିବା ବେଳ ହେଇଗଲାଣି। ତୁମର ତମେ ଆଉ ଅନ୍ତରାତ୍ମା ରହେ, ଆହା, ତୁମର ଆତ୍ମା ପୁଲକିତ ହେଇ ଉଠିବ। ଆଚ୍ଛା ଖାଲି କଣ ଯଦୁମଣି ମହାପାତ୍ର ଉତ୍କଳ ଖଣ୍ଡ ଲେଖିଛନ୍ତି ଆଉ ନାଇଁ? ଆଉ ପୁଣି ଆଜ୍ଞା ଆଉ ଆପଣ ମାନଙ୍କର ଗଙ୍ଗାଧର ମେହେର ମେହେର ପୁଅ କହିଲା ତପସ୍ୱିନୀ ଆ ମା ଜାନକୀ ବୋଲେ ସୀତାରାମଙ୍କ ଉଦ୍ଦେଶ୍ୟରେ ବାଲ୍ମୀକି ଆଶ୍ରମରେ ପଦେ କହିଛନ୍ତି, ତମ ବିନା ମୁଁ ବଞ୍ଚିବିନି। କଣ କହିଲେ? କଣ କହିଲେ? ନା ମତନୁ ତବଦ ମତନୁ ତବ୍ଦ ହେଲେ ଆପଣଙ୍କୁ ସୁନ୍ଦରିଆ ଲାଗୁନି ଆଜ୍ଞା? ଆପଣ ବସୁଛନ୍ତି, ଆମର ଟିକେ ଶୋଇବେ, ଆର ବାଲା ବାଲା ଆସିଲେ ଶୁଣିବେ। ମାନେ କାହିଁକି ବସୁଛନ୍ତି? ଆପଣଙ୍କୁ ଟିକେ ଭଲ ଲାଗୁନି? ଓ ଅଧିକ ଦର୍ଶକ ଅଛନ୍ତି, ସେମାନେ କଣ ଜଣେ ବୋକା ଢେଉଛନ୍ତି? କୋଉଥିରୁ ଅଭାବ ହେଲା? ରସର ଅଭାବ ହେଇଛି, ଗାୟକ ଚାଲିବା ଅଙ୍ଗି ଭଙ୍ଗି ଅଭାବ ହେଇଛି, କହିବାର କୋଉଠି ଭୁଲ ହେଲା? ଶ୍ଲୋକ 20-30ଟା ପର୍ଯ୍ୟନ୍ତ ଗାଇଲେ କବିଙ୍କର ସମାନ ଦେଇନି। ଧରି ଶିଖଠୁ ଆରମ୍ଭ କରି ସବୁଠି ଆଉ ଏ ଅଞ୍ଚଳରେ ପାଲା କରିବାକୁ ମୋର ବାକି ଅଛି। हर जगह में लिखा हुआ है होता का 10 नंबर का नाम। सब मनुष्य 3 थर 4 थर लेके गलानी। आज्ञा आज्ञा मो मोरे को तो भल लागुनी बस काई जा पाला जते बेले हबो आरो पाला पाला सुस दिगल हां मा राधा कोन कहिला कोला जीवन गले आहा एती की करिवो तिकी अरे जीवन भले तिकी करिवा हेउ करिवा कृष्ण नाम मोर ओंगेले जीवा अंगेले किवा दादा कुनाला मोदेली मो
মা রাধা রাখু বলে গালু উঠ গালু ନାଇଁ ନାଇଁ এই ଶୋଇପଡ। সমୟରେ ଆହା, গোগস্ত রুখির ভার ধরি চন্দ্র সেনা ভার